ମୋର ଏଇଠୁ ଖୋଲା ଆହ୍ୱାନ, ଆମେ ସିକ୍ୟୁରିଟି ଡିପୋଜିଟ୍ ଦେଲୁ, ଆମେ ବିଦ୍ୟୁତ ବିଲ୍ ଦେଉଛୁ, ପୁଣି ଅତିରିକ୍ତ ସୁରକ୍ଷା ଜମା କଣ ପାଇଁ ଅତିରିକ୍ତ ସୁରକ୍ଷା ଜମା? ମୁଁ ଏଇଠି ପଚାରିବାକୁ ଚାହେଁ, ସାମ୍ବାଦିକ ଭାଇମାନେ ମତେ ଅନେଇଛନ୍ତି, ତାଙ୍କମାନଙ୍କୁ ମଧ୍ୟ ଏଇ ଯୋଉ ଡିଜିଟାଲ ମେସେଜ ଯାଇଥିବ, ସର୍ବନିମ୍ନ ମୁଁ ଯାହା ଦେଖୁଛି 4,000 5,000 ଟଙ୍କା ଜଣ ଜଣକୁ ଯାଇଛି। ସାମାଜିକ ଭାଇମାନଙ୍କର ଟିକେ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି, ଏଠି ଓଡ଼ିଶାରେ 1 କୋଟି ଉପଭୋକ୍ତା ଅଛନ୍ତି, 5,000 ଲେଖା ଯାଇଛି। ଛାଡ଼ି ଦିଅନ୍ତୁ, ସରଳ ମାନେ ହିସାବ ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି, 1,000 ଟଙ୍କା ଯଦି 1,000 rupees ବି ଗୋଟିଏ ଉପଭୋକ୍ତାକୁ ଆଦାୟ କରାଯାଏ, 1,000 କୋଟି ଏବେ ଟାଟା ପାୱାର ବ୍ୟବସ୍ଥା କରିଛି ନେବା ପାଇଁ। ଇଏ କାହା ସ୍ୱାର୍ଥରେ?